ଓଡ଼ିଶା ଆଜି 6 ମେ ମଙ୍ଗଳବାର 2025 ସକାଳର ମୁଖ୍ୟ ଖବରକୁ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ନଜର ପକାଇବା 30ଟି ବଡ଼ ଖବର ଉପରେ। ପାକିସ୍ତାନକୁ ଝଟକା ଦେଲେ ଫ୍ରାନ୍ସ ଓ ଜର୍ମାନୀ ବାୟୁସୀମା ବ୍ୟବହାର କରିବାକୁ କଲେ ମନା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ଫ୍ରାନ୍ସ ଏୟାରଲାଇନ୍ ଏୟାର ଫ୍ରାନ୍ସ ଓ ଜର୍ମାନୀର ଲୁଫ୍ଥାନ୍ସା ପାକିସ୍ତାନର ବାୟୁସୀମା ବ୍ୟବହାର କରିବାକୁ ମନା କରିଦେଇଛନ୍ତି। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ ବ୍ରିଟିଶ ଏୟାରୱେଜ୍, ସୁଇସ୍ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଓ ଏମିରେଟ୍ସର କିଛି ଫ୍ଲାଇଟ୍ ମଧ୍ୟ ପାକିସ୍ତାନର ବାୟୁସୀମା ବ୍ୟବହାର କରୁନାହାନ୍ତି। ସୂଚନା ଥାଉ କି ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ବିଶ୍ୱର ଅନେକ ଦେଶ ନିନ୍ଦା କରିଛନ୍ତି। ଉତ୍ତରପ୍ରଦେଶ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ଅଗଣିତ ଟଙ୍କା, ପାଲଟିଲେ ବିଶ୍ୱର ସବୁଠୁ ଧନୀ। ଯାନ୍ତ୍ରିକ ତ୍ରୁଟି ପାଇଁ ଉତ୍ତରପ୍ରଦେଶ ହାଥରସର ଅଜିତ ନାମକ ଜଣେ ଚାଷୀଙ୍କ ବ୍ୟାଙ୍କ ଖାତାରେ ବିପୁଳ ଟଙ୍କା ଜମା ହୋଇଛି। ଏହି ଅର୍ଥ ରାଶିର ପରିମାଣ ଏତେ ଯେ ତାକୁ ସଂଖ୍ୟାରେ କହିବା ଅସମ୍ଭବ। 1,013,5,6,0,0,0,0,0,0,1,39,5 421,000,000,001,39,542 ରହିଥିଲା। ବର୍ତ୍ତମାନ ଏହାର ଏକ ସ୍କ୍ରିନଶଟ୍ ଭାଇରାଲ ହୋଇଥିବା ବେଳେ କିଛି ସମୟ ପାଇଁ ଅଜିତ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ପାଲଟି ଯାଇଥିଲେ। ତେବେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ତାଙ୍କର ଏୟାରଟେଲ ପେମେଣ୍ଟସ୍ ବ୍ୟାଙ୍କ ଖାତାକୁ 1,800 ଟଙ୍କା କଟିଯାଇଥିଲା। କାହିଁକି ଦୀଘା ଦିଅଁଙ୍କୁ ମନ୍ଦିରକୁ ଜଗନ୍ନାଥ ଧାମ କହିବା ମନା ବୁଝାଇ ଦେଲେ ଗଜପତି ମହାରାଜା। କାହିଁକି ଦୀଘା ଦିଅଁଙ୍କୁ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇପାରିବନି ତାର ଶାସ୍ତ୍ରସମ୍ମତ କାରଣ କହିଛନ୍ତି ଗଜପତି ମହାରାଜା। ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ନୀଳାଦ୍ରି ମହୋଦୟ ଓ ଅନ୍ୟାନ୍ୟ ପବିତ୍ର ଶାସ୍ତ୍ରରେ ପୁରୀ ହିଁ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଆବିର୍ଭାବ ଓ ଉପାସନାର ପୀଠ ବୋଲି ଖୁବ୍ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ସେହିପରି ପଦ୍ମ ପୁରାଣର 6ଠ ଅଧ୍ୟାୟରେ ଉଲ୍ଲେଖ ରହିଛି ଯେ କେବଳ ଭଗବାନଙ୍କର ପବିତ୍ର ନିତ୍ୟ ନିଳୟକୁ ହିଁ ଧାମ କୁହାଯାଇପାରିବ। ଯୁଦ୍ଧ ପୂର୍ବରୁ ନାଗରିକଙ୍କ ସୁରକ୍ଷାକୁ ନେଇ ମକ୍ ଡ୍ରିଲ୍ କରିବାକୁ ଅନେକ ରାଜ୍ୟଙ୍କୁ ନିର୍ଦ୍ଦେଶ। ପାକିସ୍ତାନ ସହ ସମ୍ଭାବ୍ୟ ଯୁଦ୍ଧକୁ ଆଖି ଆଗରେ ରଖି ନାଗରିକଙ୍କ ସୁରକ୍ଷା ପାଇଁ ଆସନ୍ତା ମଇ 7 ତାରିଖରେ ମକ୍ ଡ୍ରିଲ୍ କରିବାକୁ ଅନେକ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ। ପିଟିଆଇ ରିପୋର୍ଟ ମୁତାବକ ବର୍ତ୍ତମାନ ଆକ୍ରମଣର ଚେତାବନୀ, କ୍ରାସ୍, ବ୍ଲାକ୍ଆଉଟ୍ କାର୍ଯ୍ୟକାରିତା ଓ ନାଗରିକମାନଙ୍କୁ ପ୍ରଶିକ୍ଷଣ, ଆବଶ୍ୟକ ସମୟରେ ଲୁଚାଇ ରଖିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଇତ୍ୟାଦି ଏହି ମକ୍ ଡ୍ରିଲ୍ରେ ସାମିଲ ହେବ। ଜରୁରୀକାଳୀନ ସମୟରେ ନାଗରିକଙ୍କ ସୁରକ୍ଷା ଉପରେ ଏଠାରେ ଗୁରୁତ୍ୱ ଦିଆଯାଇଛି। ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ପିଏମଓରେ ବୈଠକ, ପହଞ୍ଚିଲେ ରାହୁଲ ଗାନ୍ଧୀ ଓ ସିଜେଆଇ। ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏନେଇ ପିଏମଓରେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ମଧ୍ୟ ପହଞ୍ଚିଥିଲେ। ସିବିଆଇ ନିର୍ଦ୍ଦେଶକଙ୍କ ନାମକୁ ଅନୁମୋଦନ କରୁଥିବା କମିଟିରେ ପିଏମ୍, ସିଜିଆଇ ଓ ବିରୋଧୀ ଦଳର ନେତା ସାମିଲ ଥାନ୍ତି। ଏବେ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦ ଥିବାବେଳେ ତାଙ୍କ କାର୍ଯ୍ୟକାଳ ମେ 25ରେ ଶେଷ ହେଉଛି। ଶ୍ରୀମନ୍ଦିରର ବଳକା ଦାରୁରେ ଦୀଘା ମୂର୍ତ୍ତି ନିର୍ମାଣ ମିଛ, ଆଇନ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପୁରୀ ଶ୍ରୀମନ୍ଦିରରେ ବଳକା ଦାରୁରେ ଦୀଘା ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଳକା ଦାରୁରେ 2.5 ଫୁଟ ମୂର୍ତ୍ତି ନିର୍ମାଣ ସମ୍ଭବ ନୁହେଁ ବୋଲି ମହାରଣା ସେବକଙ୍କ ଆଲୋଚନା ପରେ ସ୍ପଷ୍ଟ ହୋଇଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱରରେ ସୁଦର୍ଶନ ମହାରଣା ତିଆରି କରିଥିବା ଦୀଘା ମୂର୍ତ୍ତି ଦୀଘା ନେଇଥିଲେ ରାମକୃଷ୍ଣ ଦାସ ମହାପାତ୍ର। ତେବେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ କୈଫତ ତଲବ ହୋଇଛି। 4.2 ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ଥରିଲା ପାକିସ୍ତାନ। ଆଜି ସୋମବାର ଅପରାହ୍ନରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.2 ରହିଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜଣାପଡ଼ିଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ 10 କିଲୋମିଟର ତଳେ ରହିଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ଆସିନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ 12 ତାରିଖରେ 5.5 ତୀବ୍ରତାର ଭୂମିକମ୍ପ ଆସିଥିଲା ଓ ଏହାକୁ ମିଶାଇ ପାକିସ୍ତାନରେ ଚଳିତ ବର୍ଷ 4ରୁ 5 ଥର ଭୂମିକମ୍ପ ଆସିଲାଣି। ଲାଲକିଲ୍ଲା ଉପରେ ଅଧିକାର ଦାବି କରିଥିବା ମହିଳାଙ୍କୁ ସୁପ୍ରିମକୋର୍ଟଙ୍କର ପ୍ରଶ୍ନ, ତାଜମହଲ କାହିଁକି ନୁହେଁ? ନିଜକୁ ମୋଗଲଙ୍କ ବଂଶଧର କହିବା ସହ ଲାଲକିଲ୍ଲା ଉପରେ ଅଧିକାର ଜାହିର କରୁଥିବା ମହିଳାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାର ଖଣ୍ଡପୀଠ କହିଛନ୍ତି, ତୁମେ କେବଳ ଲାଲକିଲ୍ଲା କାହିଁକି ମାଗିଲ, ଫତେପୁର ସିକ୍ରି ଏବଂ ତାଜମହଲ କାହିଁକି ନୁହେଁ?
ସେଗୁଡ଼ିକ ମଧ୍ୟ ମୋଗଲ ମାନଙ୍କ ଦ୍ୱାରା ନିର୍ମିତ ହୋଇଛି। ସେପଟେ ସୁଲତାନା ବେଗମ ଦାବି କରିଥିଲେ ଯେ ସେ ବାହାଦୁର ଶାହ ଜାଫର ଦ୍ୱିତୀୟଙ୍କର ଅଣନାତିଙ୍କର ବିଧବା ପତ୍ନୀ। ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ହଟିଲା ଧାମ ଲେଖାଥିବା ଫଳକ। ଜଗନ୍ନାଥ ପ୍ରେମୀଙ୍କର ତୀବ୍ର ବିରୋଧ ପରେ ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ଲେଖାଥିବା ସେଲ୍ଫି ପଏଣ୍ଟ ପଶ୍ଚିମବଙ୍ଗ ସରକାର ହଟାଇ ଦେଇଛନ୍ତି। ଏନେଇ ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହା ହିନ୍ଦୁ ଏକତାର ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଏବଂ ମମତା ବାନାର୍ଜୀଙ୍କର ବିଭାଜନକାରୀ ଏଜେଣ୍ଡା ପ୍ରତି ଏକ ଶକ୍ତ ଝଟକା। ତେବେ ମନ୍ଦିର ସାମ୍ନାରୁ ଧାମ ଲେଖା ହଟିଥିଲେ ସୁଦ୍ଧା ୱେବସାଇଟରେ ରହିଥିବା ଦେଖିବାକୁ ମିଳିଛି। ମାମଲାର ଗମ୍ଭୀରତାକୁ ନେଇକି କାହିଁକି ବୁଝୁନାହାନ୍ତି? ପହଲଗାମ ହମଲାକୁ ନେଇ ପିଆଇଏଲ ଦାଖଲ କରିଥିବା ଓକିଲଙ୍କୁ ସୁପ୍ରିମକୋର୍ଟଙ୍କର ତାଗିଦ। ପହଲଗାମ ଆତଙ୍କୀ ହମଲା ଘଟଣା ପରେ ଜମ୍ମୁ କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ଜଣେ ଆଇନଜୀବୀଙ୍କ ପକ୍ଷରୁ ଏହି ମାମଲା ଦାଖଲ କରାଯାଇଥିବା ବେଳେ ସୁପ୍ରିମକୋର୍ଟ କହିଛନ୍ତି ଆପଣ କାହିଁକି ମାମଲାର ଗମ୍ଭୀରତାକୁ ବୁଝୁନାହାନ୍ତି? କାହିଁକି ଆପଣଙ୍କ ଉପରେ ଜୋରିମାନା ଲଗାଯିବ ନାହିଁ? ଆବେଦନକାରୀ କେବଳ ଚର୍ଚ୍ଚାରେ ରହିବା ପାଇଁ ଏ ପ୍ରକାର ମାମଲା ଦାଖଲ କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଭାରତ ସହ ବିବାଦ ଭିତରେ ପାକିସ୍ତାନକୁ ପୂର୍ଣ୍ଣ ସମର୍ଥନ ପାଇଁ ଆଶ୍ୱାସନା ଦେଲା ଚୀନ। ଭାରତ ଏବଂ ପାକ୍ ତିକ୍ତତା ମଧ୍ୟରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଇସଲାମାବାଦରେ ଚୀନର ରାଷ୍ଟ୍ରଦୂତ ଜିଆଙ୍ଗ ଜୈଡଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ଚୀନ ଇସଲାମାବାଦକୁ ଆଶ୍ୱାସନା ଦେଇଛି ଯେ ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ପାଇଁ ପାକିସ୍ତାନକୁ ସମର୍ଥନ ଜାରି ରଖିବ। ଜରଦାରୀ ଚୀନର ଅତୁଟ ସମର୍ଥନକୁ ପ୍ରଶଂସା କରିଛନ୍ତି। ତେବେ 57 କୋଟି ମୁସଲିମ ଦେଶ ମଧ୍ୟରୁ କେବଳ ତୁର୍କୀ, ଅଜରବାଇଜାନ ଓ ମାଲେସିଆରେ ପାକିସ୍ତାନ ସ୍ୱରରେ ସ୍ୱର ମିଳାଇଛନ୍ତି। ହଟିଲା ସାଂଗଠନିକ ସମ୍ପାଦକ ପଦ, ବବି ଦାସଙ୍କ ସମେତ 15 ନେତାଙ୍କୁ ଉପସଭାପତି ଦାୟିତ୍ୱ। ବିଜେଡି ସଂଗଠନରେ ବଡ଼ ପରିବର୍ତ୍ତନ ହେବା ସହ ସଂଗଠନ ସମ୍ପାଦକ ପଦକୁ ଉଠାଇ ଦିଆଯାଇଛି। ଏହା ବଦଳରେ ଦଳ 15 ନେତାଙ୍କୁ ଉପସଭାପତି ଏବଂ 55 ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି କରିଛି। ନବୀନଙ୍କର ଏହି ଟିମ୍ରେ ପ୍ରଫୁଲ୍ଲ ମଲ୍ଲିକ, ଶଶିଭୂଷଣ ବେହେରା ଓ ଭୂପେନ୍ଦ୍ର ସିଂଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନି। ସେହିପରି ପୂର୍ବରୁ ଦଳର ନମ୍ବର 2 ନେତା ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏଥର ଦଳର ଉପସଭାପତି ଦାୟିତ୍ୱ ଦେଇଛନ୍ତି। ଫତେହର ପରୀକ୍ଷଣ କଲା ପାକିସ୍ତାନ, ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଲେ ବାୟୁସେନା ମୁଖ୍ୟ। ସୋମବାର ପାକିସ୍ତାନ ପୁଣି ଏକ କ୍ଷେପଣାସ୍ତ୍ର ଫତେହର ପରୀକ୍ଷଣ କରିଛି। ଏନେଇ ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି ଯେ ମିସାଇଲ ସ୍ଥଳଭାଗରେ 120 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଏହା ପୂର୍ବରୁ ମେ 3 ତାରିଖରେ ପାକିସ୍ତାନ 450 କିଲୋମିଟର ଲକ୍ଷ୍ୟ ଭେଦ ରଖିଥିବା ବାଲାଷ୍ଟିକ୍ ମିସାଇଲ ଅବ୍ଦାଲୀର ପରୀକ୍ଷଣ କରିଥିଲା। ଏପଟେ ବାୟୁସେନା ମୁଖ୍ୟ ପ୍ରମୁଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ କରି ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଜୁଲାଇରୁ ଆରମ୍ଭ ହେବ ରାଜ୍ୟରେ ଜନଗଣନା। ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଜନଗଣନା ଆରମ୍ଭ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏନେଇ ସମସ୍ତ ପ୍ରସ୍ତୁତି କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି ନଗର ଉନ୍ନୟନ ବିଭାଗ ପାଖରେ ଅନେକ ଏନ୍ଏସି ଓ ମ୍ୟୁନିସିପାଲିଟି ପାଇଁ ବି ପ୍ରସ୍ତାବ ଅଛି। ଥରେ ଜନଗଣନା ଆରମ୍ଭ ହୋଇଗଲେ ଏସବୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିବନି। ତେଣୁ ଜୁନ 30 ସୁଦ୍ଧା ସୀମା ପୁନଃ ନିର୍ଦ୍ଧାରଣ କରିବାକୁ କୁହାଯାଇଛି। ଭାରତର ସବୁ ୟୁଟ୍ୟୁବର ଧନୀ ନୁହନ୍ତି, ରୋଜଗାରକୁ ନେଇ ଖୁଲାସା କଲା ବିସିଜି ରିପୋର୍ଟ। ବୋଷ୍ଟନ କନସଲ୍ଟିଂ ଗ୍ରୁପର ଲାଟେଷ୍ଟ ରିପୋର୍ଟରେ ଭାରତରେ କଣ୍ଟେଣ୍ଟ କ୍ରିଏଟରଙ୍କ ଆୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଦେଶରେ ପ୍ରାୟ 20ରୁ 25 ଲକ୍ଷ ସକ୍ରିୟ କ୍ରିଏଟର ଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ 8ରୁ 10% ଭଲ ରୋଜଗାର କରନ୍ତି। ଅଧିକାଂଶ ୟୁଟ୍ୟୁବର ମାସିକ 18,000ରୁ କମ୍ ଏବଂ ଛୋଟ କ୍ରିଏଟର୍ସ ମାନେ ବାର୍ଷିକ ପ୍ରାୟ 3 ଲକ୍ଷ ଟଙ୍କା ରୋଜଗାର କରନ୍ତି। ଆମ ଦେଶରେ 1000 ଭ୍ୟୁରେ ବିଜ୍ଞାପନ ରାଜସ୍ୱ 50ରୁ 200 ଟଙ୍କା ରହିଥାଏ। ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ଆମେ ଭାରତୀୟ ସେନା ସହ ଛିଡ଼ା ହେବୁ, କହିଲେ ପାକିସ୍ତାନୀ ମୌଲାନା। ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ଆମେ ପଶ୍ତୁନମାନେ ଭାରତୀୟ ସେନା ସହ ଛିଡ଼ା ହେବୁ ବୋଲି କହିଛନ୍ତି ଜଣେ ପାକିସ୍ତାନୀ ମୌଲାନା। ଜମ୍ମୁ କାଶ୍ମୀର ପହଲଗାମ ଆତଙ୍କୀ ହମଲା ପରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଖୈବର ପଖ୍ତୁନଖ୍ୱା ପ୍ରଦେଶର ଏହି ଭିଡିଓ ପ୍ରବଳ ଭାଇରାଲ ହେଉଛି। ମୌଲାନା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନୀ ସେନା ତାଙ୍କ ଉପରେ ଏପରି ଅତ୍ୟାଚାର କରିଛି ଯେ ସେମାନେ କେବେ ବି ପାକିସ୍ତାନ ଜିନ୍ଦାବାଦ କହିପାରିବେ ନାହିଁ। ସଡ଼କ ଦୁର୍ଘଟଣାରେ ଗୁରୁତର ହେଲେ ଇଣ୍ଡିଆନ୍ ଆଇଡଲ 12ର ବିଜେତା ପବନଦୀପ ରାଜନ। ଇଣ୍ଡିଆନ୍ ଆଇଡଲ 12ର ବିଜେତା ପବନଦୀପ ରାଜନ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସେ କାର ଯୋଗେ ନିଜର ଘର ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ବେଳେ ଉତ୍ତରପ୍ରଦେଶର ଅମରୋହାଠାରେ ରାସ୍ତାରେ ଛିଡ଼ା ହୋଇଥିବା ଏକ କ୍ୟାଣ୍ଟରକୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପବନଦୀପଙ୍କ ସମେତ ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତେବେ ଭୋର ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବା ଫଳରେ ଏହିଭଳି ଘଟଣା ଘଟିଥିବା କୁହାଯାଉଛି। 11ତମ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଗର୍ଜିଲା ଭାରତୀୟ ସେନା ବନ୍ଧୁକ। ପହଲଗାମ ଆକ୍ରମଣ ପରେ ଗତ ରାତିରେ ପାକିସ୍ତାନ ଲଗାତାର 11ତମ ଦିନ ପାଇଁ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା କୁପୱାଡା, ବାରାମୁଲ୍ଲା, ପୁଞ୍ଚ, ରଜୌରୀ, ମେଣ୍ଡର, ନୌସେରା, ସୁନ୍ଦରବନୀ ଓ ଅଖନୁର ଆଖପାଖ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର କରି ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା କରିଥିଲେ। ପରେ ଭାରତୀୟ ସେନା ପକ୍ଷରୁ ତୁରନ୍ତ ଏହାର ଉପଯୁକ୍ତ ଜବାବ ଦିଆଯାଇଛି। ପୁରୀରେ ଯାତ୍ରା ରାଜନନ୍ଦିନୀ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ 50 କଳାକାର। ଯାତ୍ରାପାର୍ଟି କଳାକାରଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିମାପଡ଼ା ନୂଆସନ୍ଥ ବଙ୍ଗାଲା କେନାଲ ବନ୍ଧରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଯାତ୍ରା ରାଜନନ୍ଦିନୀରେ 50 କଳାକାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବକ ବସ୍ଟି ଭାରସାମ୍ୟ ହରାଇ କେନାଲ ବନ୍ଧ ତଳକୁ ଖସିବା ସହ ନଡ଼ିଆ ଗଛରେ ପିଟି ହୋଇ ଅଟକି ଯାଇଥିଲା। ନଡ଼ିଆ ଗଛ ଯୋଗୁଁ ସମସ୍ତ 50 କଳାକାରଙ୍କ ଜୀବନ ବଞ୍ଚିଯିବା ସହ ସେମାନେ ଏକ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିବା କହିଛନ୍ତି। ଦୀଘା ଦିଅଁ ବିବାଦ ପରେ ଚିହିଁକି ଉଠିଲେ ବଙ୍ଗୀୟ ପର୍ଯ୍ୟଟକ, ଟ୍ରେଣ୍ଡ କଲା ବୟକଟ ପୁରୀ ଟୁରିଜିମ୍। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ଓଡ଼ିଶା ବିରୁଦ୍ଧରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ ଘୁରି ବୁଲୁଛି। କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ପଶ୍ଚିମବଙ୍ଗରେ ବୟକଟ ପୁରୀ ଟୁରିଜିମ୍ ନାଁରେ ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ବେଙ୍ଗଲ ୱାରିୟର ନାମକ ବ୍ୟକ୍ତି ଏକ୍ସରେ ଏହି ପୋଷ୍ଟ କରିଥିବା ବେଳେ ଏଥିରେ ଉଲ୍ଲେଖ ଅଛି ଯେ ବଙ୍ଗାଳୀ ଲୋକମାନେ ପୁରୀକୁ ବୟକଟ କରନ୍ତୁ। ସେମାନେ ପୁରୀ ଜଗନ୍ନାଥ ମନ୍ଦିରକୁ ଦେଖିବା ପାଇଁ ଆସୁଥିବାରୁ ଓଡ଼ିଶାର ପର୍ଯ୍ୟଟନ ଅଭିବୃଦ୍ଧି ହେଉଛି। ପୁରୀ ମନ୍ଦିରକୁ ଆମେ ସମ୍ମାନ କରୁ, ତମେ ଦୀଘା ଦିଅଁକୁ ଜାଗୁଛ କାହିଁକି, କହିଲେ ମମତା ବାନାର୍ଜୀ। ଦୀଘା ଜଗନ୍ନାଥ ଧାମ ନାଁ ବିବାଦ ନେଇ ଆଜି ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୀଘା ଜଗନ୍ନାଥ ଧାମକୁ ନେଇ ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରି ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ମମତା। କହିଛନ୍ତି, ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥ ଧାମକୁ ଆମେ ସମ୍ମାନ କରୁ। ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ୱାର ଅଛି, ସେଥିରେ କୌଣସି ଅସୁବିଧା ହେଉନାହିଁ। ବିଜେପି ସରକାର ଏହାକୁ ନେଇ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀକ୍ଷେତ୍ରରୁ ଉଡ଼ିବ ବିମାନ, ମିଳିଲା କେନ୍ଦ୍ର ସରକାରଙ୍କର ମଞ୍ଜୁରୀ। ଶ୍ରୀକ୍ଷେତ୍ର ପୁରୀରେ ନୂତନ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିବା ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୋ ଅବଜେକ୍ସନ ସାର୍ଟିଫିକେଟ ମିଳିଛି। 2023 ସେପ୍ଟେମ୍ବରରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମତି ଦେଇଥିଲା। ରାଜ୍ୟ ସରକାର ପ୍ରକଳ୍ପର ଅଗ୍ରଗତି ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଜମି ଅଧିଗ୍ରହଣ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ମଧ୍ୟ ସମ୍ମତି ଜଣାଇଲେ। ଆଇଆଇଟିରେ ଜୀବନ ହାରିଲେ ଛାତ୍ର, ବାନ୍ଧବୀଙ୍କୁ ଭିଡିଓ କଲ୍ କରି ପଙ୍ଖାରେ ଝୁଲି ପଡ଼ିଲେ। ଆଇଆଇଟି ଖଡଗପୁରରେ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ବାନ୍ଧବୀଙ୍କ ସହ ଭିଡିଓ କଲରେ କଥା ହୋଇ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରଙ୍କ ନାମ ଏମଡି ଆସିଫ କ୍ୟୁମାର ହୋଇଥିବା ବେଳେ ସେ ବିହାରର ବାସିନ୍ଦା ଥିଲେ। ସୂଚନା ମୁତାବକ ଆସିଫ ଆତ୍ମହତ୍ୟା କରୁଥିବା ନେଇ ତାଙ୍କ ସାଙ୍ଗ ଦେଖିବା ପରେ ସିକ୍ୟୁରିଟି ଅଫିସରଙ୍କୁ ଫୋନ୍ କରି କହିଥିଲେ। ପରେ କର୍ମଚାରୀ ପହଞ୍ଚି ଘରର କବାଟ ଭାଙ୍ଗି ତାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ରଥ ନିର୍ମାଣର ଚତୁର୍ଥ ଦିବସ ସୁଦ୍ଧା 28 ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ। ରଥ ନିର୍ମାଣର ଚତୁର୍ଥ ଦିବସ ସୁଦ୍ଧା ରଥ ସେବକମାନେ ତିନି ରଥର 28ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ରବିବାର ତିନି ରଥ ଚାଳିକୁ କରତି ସେବକ ଯୋଗାଇଥିବା ମୋଟ 40 ଗୋଟି ତୁମ୍ବଗଡ଼ରୁ ତିନି ରଥର ମହାରଣା ସେବକମାନେ 6ଟି ଲେଖାଏଁ ମୋଟ 18ଟି ତୁମ୍ବର ଗୋଲେଇ ଶେଷ କାର୍ଯ୍ୟ କରିଥିବା କହିଥିଲେ। ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ମହାରଣାମାନେ 10ଟି ଲେଖାଏଁ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ସମୟରେ ଗଛରେ ପାଣି ଦେବା ଉଚିତ, ସକାଳ, ସନ୍ଧ୍ୟା ନା ଅପରାହ୍ନ? ଗାର୍ଡେନିଂ ଟିପ୍ସ ଦେଉଥିବା ୟୁନିକ୍ ଫାର୍ମିଂର ପୋଷ୍ଟ ଅନୁଯାୟୀ ସୂର୍ଯ୍ୟୋଦୟ ପରେ ଓ ଅପରାହ୍ନରେ ଗଛରେ ପାଣି ଦେଲେ ଗଛ ଶୁଖିଯାଏ। ସେହିପରି ସୂର୍ଯ୍ୟାସ୍ତ ପରେ ତୁରନ୍ତ ଗଛରେ ପାଣି ଦେଲେ ମଧ୍ୟ ଗଛଗୁଡ଼ିକ କ୍ଷତିଗ୍ରସ୍ତ ହେବ। ତେଣୁ ସୂର୍ଯ୍ୟାସ୍ତ ପରେ ତୁରନ୍ତ ପାଣି ନ ଦେଇ ଗଛର ମୂଳ ଓ ମାଟି ଓ ପତ୍ରକୁ ଥଣ୍ଡା ହେବାକୁ ସମୟ ଦିଅନ୍ତୁ। ସନ୍ଧ୍ୟା 5ଟାରେ ଛାତ ଉପରୁ ସୂର୍ଯ୍ୟ ଚାଲିଯିବା ପରେ ଆପଣ 6ଟାରେ ପାଣି ଦେଇପାରିବେ। ସୂର୍ଯ୍ୟୋଦୟ ପୂର୍ବରୁ ଗଛକୁ ପାଣି ଦେବା ସର୍ବୋତ୍ତମ ସମୟ। ସମୁଦ୍ର ପଥରେ ଚୋରାଚାଲାଣ ଅଭିଯୋଗରେ ପାରାଦୀପରୁ 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ସମୁଦ୍ର ପଥରେ ଚୋରାଚାଲାଣ ଅଭିଯୋଗରେ ପାରାଦୀପରୁ ପୁଲିସ 3 ଜଣଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରିଛି, ତଦନ୍ତ ଚଳାଇଛି। ପିକ୍
ପିକଅପ୍ ଭ୍ୟାନରେ ସାମଗ୍ରୀ ଆଣି ସମୁଦ୍ରକୁ ନେଇଯାଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ନେହେରୁ ବଙ୍ଗଳା ଫିସିଂ ହାର୍ବର ପରିସରରୁ ପିକଅପ୍ ଭ୍ୟାନରେ ଆଣିଥିବା 10 ଲକ୍ଷ ଟଙ୍କାର ଚୋରା ସାମଗ୍ରୀକୁ ପୋଲିସ ଜବତ କରିଛି। ଏହା ସହିତ ଡ୍ରାଇଭର ଓ ବୋଟ୍ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ସୂଚନା ଦେଇଛି। ମାମଲାରେ 13 ଦିନ ପରେ ପହଲଗାମର ଏସଏଚଓଙ୍କ ସମେତ 6 ପୋଲିସ କର୍ମୀଙ୍କର ହେଲା ବଦଳି। ପହଲଗାମ ଆତଙ୍କୀ ହମଲାରେ 13 ଦିନ ପରେ ଏସଏଚଓ ରିୟାଜ ଅହମ୍ମଦଙ୍କ ସମେତ 6 ପୋଲିସ କର୍ମୀଙ୍କର ବଦଳି କରାଯାଇ ସେମାନଙ୍କୁ ଅନନ୍ତନାଗ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ବଦଳି କରାଯାଇଥିବା ସମସ୍ତ ପୋଲିସ କର୍ମୀ ଇନ୍ସପେକ୍ଟର ର୍ୟାଙ୍କର ବୋଲି ସୂଚନା ମିଳିଛି। ଏସଏଚଓଙ୍କ ବ୍ୟତୀତ ଅବ୍ଦୁଲ ରସିଦ, ନିସାର ଅହମ୍ମଦ, ପୀର ଗୁଲଜାର ଅହମ୍ମଦ ଓ ସଲିନ୍ଦର ସିଂ ଓ ପରଭେଜ ଅହମ୍ମଦଙ୍କୁ ବଦଳି କରାଯାଇଛି। ସୂଚନା ଥାଉକି ଏସଏଚଓଙ୍କ ଉପରେ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ଅଭିଯୋଗ ଆସିଥିଲା। ମ୍ୟାଚରେ ପ୍ରଥମ ବଲରେ ୱିକେଟ୍ ନେବାରେ ଏସ୍ଆର୍ଏଚ୍ର ଚତୁର୍ଥ ବୋଲର ହେଲେ ପ୍ୟାଟ୍ କମିନ୍ସ। ସୋମବାର ଡିସି ପକ୍ଷରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମ ବଲରେ ୱିକେଟ୍ ନେଇ ପ୍ୟାଟ୍ କମିନ୍ସ ଆଇପିଏଲ୍ ମ୍ୟାଚରେ ପ୍ରଥମ ବଲରେ ୱିକେଟ୍ ନେଇଥିବା ଚତୁର୍ଥ ଏସ୍ଆର୍ଏଚ୍ ବୋଲର ହୋଇଛନ୍ତି। ଏହି ମ୍ୟାଚରେ ପ୍ରଥମ ବଲରେ ଦିଲ୍ଲୀ ଡିସିର କରୁଣ ନାୟର ସେ ଆଉଟ୍ କରିଛନ୍ତି। ଏସ୍ଆର୍ଏଚ୍ ପାଇଁ ଏହି ସଫଳତା ହାସଲ କରିଥିବା ଅନ୍ୟ ବୋଲରମାନେ ହେଲେ ଜଗଦୀଶା ସୁଚିତ, ଭୁବନେଶ୍ୱର କୁମାର, ମହମ୍ମଦ ସାମି। ସୂଚନା ଥାଉକି ଏହି ମ୍ୟାଚରେ ଡିସି ପ୍ରଥମେ ବ୍ୟାଟିଂ କରି 7 ୱିକେଟ୍ ହରାଇ 133 ରନ୍ କରିଛି। ପାକିସ୍ତାନର ସାଇବର ଆଟାକ୍, ବହୁ ପ୍ରତିରକ୍ଷା ପ୍ରତିଷ୍ଠାନ ୱେବସାଇଟ୍ ହେଲା ହ୍ୟାକ୍। ପାକିସ୍ତାନ ସାଇବର ଫୋର୍ସ ଭାରତୀୟ ପ୍ରତିରକ୍ଷା ଅନୁଷ୍ଠାନଗୁଡ଼ିକର ୱେବସାଇଟ୍ ହ୍ୟାକ୍ କରିଥିବା ନେଇ ସୂଚନା ସେନା ପକ୍ଷରୁ ଦିଆଯାଇଛି। ମନୋହର ପାରିକର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଷ୍ଟଡିଜ୍ ଆଣ୍ଡ ଆନାଲିସିସ୍, ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସେସ୍ ଭଳି ପ୍ରତିଷ୍ଠାନରୁ ତଥ୍ୟ ଚୋରି ହୋଇଛି। ଆର୍ମଡ ଭେହିକିଲ୍ ନିଗମ ଲିମିଟେଡର ୱେବସାଇଟ୍କୁ ହ୍ୟାକ୍ କରି ଏଥିରେ ପାକିସ୍ତାନ ପତାକା ଲଗାଯାଇଛି। ଏଥିସହ କର୍ମଚାରୀଙ୍କ ତଥ୍ୟ ଏବଂ ୱେବସାଇଟ୍ ଲଗ୍ଇନ୍ ତଥ୍ୟ ମଧ୍ୟ ଚୋରି ହୋଇଛି। ଗ୍ରାମର ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର, ଘଟଣା ଦିନ ଅଟୋରେ ଯାଉଥିବା ସିସିଟିଭି ଫୁଟେଜ ଜବତ। ଲୋଧାଜରି ଗ୍ରାମର ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର। ଘଟଣା ଦିନ ସେ ଅଟୋରେ ଯାଉଥିବା ସିସିଟିଭି ଭିଡିଓ ଜବତ। ଅନୁଗୁଳ ବଅଁରପାଳ ଥାନାରେ ଅନ୍ତର୍ଗତ ଭୋଗବେରଣୀ ପଞ୍ଚାୟତ କେନ୍ଦୁପାଲି ନିକଟ କେନାଲ ପାଖରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଭୁବନେଶ୍ୱର ଯିବାକୁ ସେ ଆସି ତାଳଚର ଷ୍ଟେସନରୁ ନିଖୋଜ ହୋଇଯାଇଥିଲେ। ସୂଚନା ଯେ ଅନୁଗୁଳ କଣିହାଁ ଥାନା ଅନ୍ତର୍ଗତ ଲୋଧାଜରି ଗ୍ରାମର ସୁଭଦ୍ରା ପାଢୀ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମୁଖ୍ୟ ଖବରକୁ ଏଇଠି ରଖିବା। ଥ୍ୟାଙ୍କ ୟୁ ଆଣ୍ଡ ନମସ୍କାର। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଗୋଟେ ଲାଇକ୍ ନିଶ୍ଚିତ କରିବେ। ଆପଣଙ୍କର ଗୋଟେ ଲାଇକ୍ ଆମକୁ ପ୍ରେରଣା ଯୋଗାଇବ।